Praise the Lord. समस्त नमस्कार। ख्रीष्टरे प्रिय भाई एवं भनी माने थलापति विजय हासिल कले। इलेक्शन रे जीतिकी से मुख्यमंत्री हेले, सीएम हेले। आ जने ख्रीस्टियन नेता बा जने ख्रीस्टियन एक्टर से शेष सीएम हेले। आउ या पछरे कौन रहस्य रही अछि आ विरोधी मानकर मत कौन से समस्त विषय आजिर वीडियो रे आमे माने आलोचना करिबा। तमिलनाडु निर्वाचन पूर्वर थलापति विजय गोटे थर चर्च जाइथिले। चर्च जाइकी सेठी आंठेई आंठेई चलीथिले आ परमेश्वर के ठारो आशीर्वाद नैथिले। सेठी प्रार्थना करिथिले। आ से प्रार्थना करिबा द्वारा से प्रार्थनार एमिति शक्ति थिला थलापति विजय को विजय हासिल करेला। किंतु विजय हासिल कला परे थलापति विजय से प्रभुंकर आशीर्वाद को से भूली नाहांती। से पुणी थरे पुनर्बार चर्च को जाइछंती। चर्च को जाइकी तांकर भाषण बा तांकर प्रीचिंग हालेलुया बा प्रेज द लॉर्ड शब्दरो ही से आरंभ करिछंती। आउ तापर आमे माने देखुछु से बाइबल रो एक अंश नहीं कि ताकु से व्याख्या करुचंते। அனைவருக்கும் என்னுடைய கிறிஸ்துமஸ் நல்வாழ்த்துக்கள். Praise the Lord. स्ट्रेंथ, ताकत के बारे में बताने के लिए बाइबल में बहुत सी कहानियां हैं। जिन लोगों ने अब तक उन्हें नहीं पढ़ा है, उन्हें जरूर पढ़ना चाहिए। इन्हीं में से एक खास कहानी मैं आपको सुनाना चाहता हूं। एक युवा व्यक्ति के साथ उसके ही भाइयों ने विश्वासघात किया। ईर्ष्या और नफरत के कारण उन्होंने उसे मरवा देने की कोशिश की और बाद में उसे जेल भिजवा दिया गया। लेकिन सवाल यह है कि वह व्यक्ति फिर भी कैसे बचा? कैसे वह कठिनाइयों से निकलकर आगे बढ़ा? समय बीतने के बाद वही व्यक्ति उस राज्य का शासक बना और जब उसके भाई उसके सामने आए तो वे खुद को अपराधी मानने लगे। वह व्यक्ति न सिर्फ अपने भाइयों द्वारा की गई साजिश से बचा, बल्कि उसने पूरे राज्य को भी संकट से बचाया। इस तरह बाइबल में बहुत सी दिलचस्प और प्रेरणादायक कहानियां हैं। जिन्होंने अभी तक उन्हें नहीं पढ़ा है, उन्हें जरूर पढ़ना चाहिए। मुझे लगता है मुझे यह बताने की जरूरत नहीं है कि यह कहानी किसके बारे में है। आप सब जानते हैं कि मैं किसके बारे में बात कर रहा हूं। सेटा होची जोसेफंको जीवन कहानी। तबे जोसेफंकर जीवन कहानी कहीं एथिरे जोसेफंकर भूमिका कहीं आ थालापति विजयंकर जीवन
କ'ଣ ଯୋସେଫଙ୍କର ବାଇବେଲରେ ଥିବା ଯୋସେଫଙ୍କର ଜୀବନ ସହିତ କ'ଣ ଜଡ଼ିତ କି? ତେବେ ଯଦି ଏଇ କଥାକୁ ଆମେ ଆଲୋଚନା କରିବା, ତେବେ ଦେଖନ୍ତୁ, ଯଦି ଆମେ ଯୋସେଫଙ୍କ ଜୀବନକୁ ଆଲୋଚନା କରିବା, ଯୋସେଫଙ୍କୁ ତା'ର ନିଜ ଭାଇମାନେ ଘୃଣା କରୁଥିଲେ। ଥରେ ସୁଯୋଗ ପାଇକି ତାକୁ ଏକ ଗାତ ମଧ୍ୟରେ ପକାଇ ଦେଲେ। ସେତିକିରେ ସେମାନଙ୍କର ମନ ଶାନ୍ତି ହେଲା ନାହିଁ। ସେମାନେ କଥାବାର୍ତ୍ତା କରୁଛନ୍ତି, ଆମେ ୟାକୁ ଜୀବନରେ ମାରିଦେବା। କିନ୍ତୁ ଜଣେ ଭାଇ କହୁଛନ୍ତି, ଆମେ ମାରିବା ନାହିଁ, ତାକୁ ଆମେ ବିକ୍ରି କରିଦେବା। ତାପରେ ଯୋସେଫଙ୍କୁ ବିକ୍ରି କରିଦିଆହେଉଛି। ତାପରେ ଦେଖନ୍ତୁ ତାଙ୍କ ଜୀବନର ପରୀକ୍ଷା କେମିତି। ଯେତେବେଳେ ଜଣେ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଏ, ଆଶୀର୍ବାଦ ପାଇବା ପୂର୍ବରୁ ତା ଜୀବନରେ ବହୁତ ପରୀକ୍ଷା ଆସେ, ବହୁତ ସମସ୍ୟା ଆସେ। ସେ ସମସ୍ତ ପରୀକ୍ଷା, ସେ ସମସ୍ତ ସମସ୍ୟାକୁ ଯିଏ ଧୈର୍ଯ୍ୟର ସହିତ ଯିଏ ସହ୍ୟ କରେ, ସେ ହିଁ ଶେଷରେ ଆଶୀର୍ବାଦ ପାଏ। ତାପରେ ଆମେ ଦେଖୁଅଛୁ ପୋଟିଫର ତାଙ୍କର ପତ୍ନୀ ଯୋସେଫଙ୍କୁ ପ୍ରଲୋଭନ ଦେଖାଇଲେ। ପ୍ରଲୋଭନ ଦେଖାଇଲା ପରେ ସେ ପ୍ରଲୋଭନରେ ପଡ଼ିଲେ ନାହିଁ। ତାପରେ ପୋଟିଫରଙ୍କର ପତ୍ନୀ ଆଉ ସିଏ ଯୋସେଫଙ୍କୁ ବଳାତ୍କାର କେସ୍ରେ ଫସାଇଲେ। ଆଉ ପୋଟିଫର କ'ଣ କଲେ? ଯୋସେଫଙ୍କୁ ଜେଲରେ ରଖିଲେ। କିନ୍ତୁ ଏମିତି ଗୋଟିଏ ଦିନ ଆସିଲା ଆଉ ସେ ମିସ୍ର ଦେଶର ଦ୍ୱିତୀୟ କର୍ତ୍ତା ହେଲେ। ଏଇଟା ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଲେଖା ଅଛି। ଆଉ ତାପରେ ଆମେ ଦେଖୁଅଛୁ ଯେଉଁ ଭାଇମାନେ ତାଙ୍କୁ ଗାତରେ ପକାଇଥିଲେ, ସେମାନେ ଆସିକି ଦଣ୍ଡବତ ହୋଇ ପ୍ରଣାମ କରୁଛନ୍ତି। ଥାଲାପତି ବିଜୟଙ୍କର ଜୀବନ ବି ସେମିତି। ସେ ଅନେକ ଷ୍ଟ୍ରଗଲ୍ ଦେଇକି ସେ ଗତି କରିଛନ୍ତି, ଅନେକ ସମସ୍ୟା ଦେଇକି, ଅନେକ ପରୀକ୍ଷା ଦେଇକି ସେ ଗତି କରିଛନ୍ତି। କିନ୍ତୁ ଯେତେବେଳେ ସେ ଆକ୍ଟର ହେଲେ, ଆକ୍ଟର ହେବା ପରେ ଯେତେବେଳେ ସେ କୋଟି କୋଟି ଟଙ୍କା କମେଇଲେ ବା ଇନକମ୍ କଲେ, ଆଉ ତାଙ୍କର ଅର୍ଥକୁ ସେ ଲୋକମାନଙ୍କର ସେବାରେ ସେ ଲଗେଇଲେ। ଆଉ ଫଳରେ ପରମେଶ୍ୱରଙ୍କର ଆଶୀର୍ବାଦ ଥାଲାପତି ବିଜୟଙ୍କ ଉପରେ ଆହୁରି ହେଲା। ସେ ଥରେ ଚର୍ଚ୍ଚକୁ ଯାଇଥିଲେ, ପ୍ରାର୍ଥନା କରାଇଥିଲେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ। ଆଉ ଶେଷରେ ସେ ଜିତିଗଲେ। ଆଉ ଯେତେବେଳେ ସେ ଜିତିଲେ, ସେତେବେଳେ ସେ ପୁଣି ଥରେ ପୁନର୍ବାର ଚର୍ଚ୍ଚକୁ ଯାଉଛନ୍ତି। ଆଉ ଚର୍ଚ୍ଚକୁ ଗଲା ପରେ ସେ ହାଲେଲୁୟା ଶବ୍ଦରୁ ବା ପ୍ରେସ୍ ଦ ଲର୍ଡ ଶବ୍ଦରୁ ହିଁ ନିଜର ପ୍ରିଚିଂକୁ ସେ ଆରମ୍ଭ କରୁଛନ୍ତି। ସେ ନିଜେ ପ୍ରିଚିଂ କରୁଛନ୍ତି ବାଇବେଲରୁ। ଏଇଟା ବି ଦେଖିବାକୁ ପାଉଛୁ। ତେବେ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମ ଜୀବନରେ କୌଣସି ପରୀକ୍ଷା ଆସେ, ଆମେ ବିଚଳିତ ହେବା ନାହିଁ। କାରଣ ପରୀକ୍ଷା ପରେ, ସମସ୍ୟା ପରେ ପରମେଶ୍ୱରଙ୍କ ଠାରୁ ଏକ ବହୁତ ବଡ଼ ଆଶୀର୍ବାଦ ଆମକୁ ଅପେକ୍ଷା କରି ରହିଛି। ଏହାକୁ ମଧ୍ୟ ବୁଝିବାକୁ ପଡ଼ିବ। ତାପରେ ଆମେ ଦେଖୁଅଛୁ ଥାଲାପତି ବିଜୟଙ୍କର ବିଜୟ ପଛରେ ପ୍ରଭୁ ଯୀଶୁଙ୍କର ହାତ ତ ଅଛି। କିନ୍ତୁ ଖ୍ରୀଷ୍ଟିଆନ ବିରୋଧୀମାନେ ଖୁସି ନୁହନ୍ତି, ବଜରଙ୍ଗ ଦଳ ଖୁସି ନୁହନ୍ତି। ଯଦି ଥାଲାପତି ବିଜୟ କୌଣସି ହିନ୍ଦୁ ଦେବାଦେବୀମାନଙ୍କର ନାଁ ନେଇଥାନ୍ତେ, ତେବେ ବିରୋଧୀମାନେ ଖୁସି ହେଇଥାନ୍ତେ। କିନ୍ତୁ ଥାଲାପତି ବିଜୟ ତ ଯୀଶୁଙ୍କର ନାଁ ନେଲେ, ବାଇବେଲକୁ ପ୍ରଚାର କଲେ। ସେଥିପାଇଁ ବିରୋଧୀମାନେ ଖୁସି ନୁହନ୍ତି। ସମସ୍ତଙ୍କୁ ନମସ୍କାର। ଭିଡ଼ିଓକୁ ଏଇଠି ରଖିବା। ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।